ମୁଁ କଳାକାର ମୁଁ ଚାହିଁନି ଇଚ୍ଛାରେ ରହିବି ନହେଲେ ଆଉ ଉମା ବାସନ କରିବ କ'ଣ ନରିପଣ୍ଡା ପ୍ରତାପ ବିଶ୍ୱ ଦରବାରରେ ଆଉ ଜଣେ ଅଛନ୍ତି ଜଣେଇ ଦେଇଛୁ ତାଙ୍କର ମତାମତ କ'ଣ ଅପେକ୍ଷା କରୁ ଆମେ ଜଣେଇ ଦେଇଛୁ ଆମର ଡିସିସନ ମୁଁ ଯେଉଁ ପାଠରୁ ବର୍ତ୍ତମାନ ଆଡ଼ଭାନ୍ସ ଆଣିଛି ସେ ପଇସା ପ୍ରତାପ ମହାନ୍ତି ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉମାରି କୋରି କରିବ ଆମର ଯାହା ନିଷ୍ପତ୍ତି ଆମେ ଜଣେଇ ଦେଇଛୁ ଏଇ ଧନ୍ଦା କରିକି ଯେଉଁ ଓଡ଼ିଆ ଫିଲ୍ମ ଖାଇ ଆମ ସଂଘ ତରଫରୁ କୌଣସି ପାର୍ଟିରେ ଆମେ ରଖିବୁ ନା। ଯାତ୍ରା ମହାବଳ ବାଘ ସଞ୍ଜୟ ଘୋଳକୁ ମିଳିଲା ଆଜୀବନ ଦଣ୍ଡ। ଅପେରା ମାଷ୍ଟର ସଂଘର ସଦସ୍ୟ ମାନେ ନେଲେ ନିଷ୍ପତ୍ତି ଆଜୀବନ ବାସନ୍ଦ ହେଲେ ଯାତ୍ରା ଦୁର୍ଦାନ୍ତ ଖଳନାୟକ ସଞ୍ଜୟ ଘୋଳ। କ'ଣ ପାଇଁ ବାଛନ୍ଦ ହେଲେ ଯଦି ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବେ ତାହେଲେ ଜାଣିପାରିବେ। ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ଜୟ ଜଗନ୍ନାଥ। ମୁଁ ରାଜେନ୍ଦ୍ର ପୁଣି ଥରେ ସ୍ୱାଗତ କରୁଛି ଆଉ ଏକ ଦମଦାର ଭିଡ଼ିଓ ସହିତ ରକେଶନ ଚ୍ୟାନେଲକୁ। ଆଜି ଭିଡ଼ିଓଟି ମୋର ଯାତ୍ରା ଜଗତର ମହାବଳ ବାଘ ସଞ୍ଜୟ ଘୋଳକୁ ଅପେରା ମାଷ୍ଟର ସଂଘ କରିଦେଲା ଆଜୀବନ ବାଛନ୍ଦ। ଏଠି ଯିଏ ସତ କହିଲା ସିଏ ହେଲା ବାଛନ୍ଦ। ଏ ପୁରା କଳିଯୁଗ ମିଛ ପାଖେ ସତ ବନ୍ଧା ପଡ଼ିଛି। ଆପଣମାନେ ପୂର୍ବରୁ ଦେଖିଥିବେ ପୂର୍ବରୁ ସମସ୍ତେ ଦେଖିଥିବେ ହାସ୍ୟ ଅଭିନେତା ନରିପଣ୍ଡାକୁ ଯାତ୍ରା ମାଲିକ ସଂଘ ବ୍ୟାନ୍ କରି ନରିପଣ୍ଡା ପ୍ରତାପ ବିଶ୍ୱ ଦରବାରରେ ଆଉ ଜଣେ ଅଛନ୍ତି ପ୍ରତାପ ବୋଲି ପ୍ରତାପ ମହାନ୍ତି ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମ ସଂଘ ତରଫରୁ କୌଣସି ପାର୍ଟିରେ ଆମେ ରଖିବୁ ନା। ହାସ୍ୟ ଅଭିନେତା ନରିପଣ୍ଡାଙ୍କ ସହିତ ପ୍ରତାପଙ୍କ ବି ନାଁ ଉଠିଥିଲା। ଓମାର ସଭାପତି ବିଜୟ ଦାସ ଆଉ ଅନ୍ୟ ସଦସ୍ୟମାନେ ମିଶି କହିଛନ୍ତି ସଞ୍ଜୟ ଘୋଳ ନ୍ୟୁଜ 18 ଚ୍ୟାନେଲକୁ ଯାଇ କହିଛନ୍ତି ସବୁ ରାଇଟର ମାନେ କପି କରୁଛନ୍ତି, ସବୁ ଯାତ୍ରା କପି କରୁଛନ୍ତି, ଚୋରି କରୁଛନ୍ତି। ସଞ୍ଜୟ ଘୋଳ ଏ କଥା ଯୋଉ କହିଛନ୍ତି ସବୁ ରାଇଟର ମାନେ ଯାତ୍ରା କପି କରୁଛନ୍ତି। ଗୋଟେ ଡାଇଲଗ 50 ଦେଖାଉଛନ୍ତି, ଗୋଟେ ନାଟକରେ 50 ଦେଖାଉଛନ୍ତି ଆଉ ସବୁ ଏକର ସେକର କରି ନାଟକ ଲେଖୁଛନ୍ତି। ଯୋଉଠି ବର୍ଷକୁ ମାନେ ଗୋଟାଏ ଦିଟା ଜଣେ ରାଇଟର ଲେଖୁଥିଲା ବର୍ତ୍ତମାନ 10ଟା 15ଟା ନାଟକ ଲେଖି ସବୁ ପାଟିରେ ଗୋଟେ ନାଟକ ଦଉଛନ୍ତି। ସଞ୍ଜୟ ଘୋଳ ଯୋଉଟା କହିଛନ୍ତି ଠିକ କହିଛନ୍ତି ଭୁଲ ସେ କଥା ତ ମୁଁ ଜାଣିନି। ଆଉ ସଦସ୍ୟମାନଙ୍କୁ ଖରାପ ଲାଗିଥିଲା। ଓମାର ସଦସ୍ୟମାନେ ନିଷ୍ପତ୍ତି ନେଇଛନ୍ତି ସଞ୍ଜୟ ଯୋଉ ଅନୁଷ୍ଠାନରେ କାର୍ଯ୍ୟରତ ରହିବେ ସେ ଅନୁଷ୍ଠାନରେ ସେ କିଛି ବି ଯୋଗ ଦେବେନି, ନା ନାଟକ ଦେବେ ନା ଗୀତ ଦେବେ, କିଛି ବି ଦେବେନି। ଆସନ୍ତା 25-26 ଯାତ୍ରା ଋତୁରେ ଯୋଉ ସଞ୍ଜୟ ଘୋଳ ଯାତ୍ରା ରାଜନନ୍ଦିନୀରେ ଯିବାର ଥିଲା, ରାଜନନ୍ଦିନୀ ପ୍ରଯୋଜକକୁ ଓମାର ସଦସ୍ୟମାନେ ସଞ୍ଜୟ ଘୋଳଙ୍କ କଥା କହିଛନ୍ତି। ସଞ୍ଜୟ ଘୋଳ କ'ଣ ମତ ରଖୁଛନ୍ତି ଟିକେ ଶୁଣନ୍ତୁ। ଉମା ବାସନ କରୁଛନ୍ତି ମାନେ ଉମା କ'ଣ ସେ ତାଙ୍କର କରୁଛନ୍ତି କ'ଣ ନା ଉମା କ'ଣ ମୋତେ ବାସନ କରିବ କ'ଣ? ମୁଁ କଳାକାର ମୁଁ ଚାହିଁନି ଇଚ୍ଛାରେ ରହିବି ନହେଲେ ଆଉ ଉମା ବାସନ କରିବ କ'ଣ? ଉମା ବାସନରେ ମୁଁ ଯେଉଁ ପାଠରୁ ବର୍ତ୍ତମାନ ଆଡ଼ଭାନ୍ସ ଆଣିଛି ସେ ପଇସା ଉମାରି କୋରି କରିବ। ଯେଉଁ କମିଟିକି ପାର୍ଟି ବୁକ୍ ହେବ ସେ ଯେଉଁ ଏଗ୍ରିମେଣ୍ଟ କରିବ ମୁଁ ଯେଉଁ ଆମ ପାର୍ଟି ଯେଉଁ ବୁକ୍ କରିକି ଆଣିଛି ସଞ୍ଜୟ ଘୋଳ ମୋ ପାଠର ଯେଉଁ ଦିଲେନି ସେ ପଇସା ଯଦି ସେ କମିଟିରେ ଯଦି କ୍ଷତି ହେବ ଯେଉଁ ଉମାରି କୋରି କରିବ ତାହେଲେ କହିଲେ କେମିତି ହେବ? ହିସାବରେ ସଞ୍ଜୟ ଘୋଳ ଯାହା କହୁଛନ୍ତି ଏକଦମ ଠିକ କଥା। ମୁଁ କହୁଛି ଗୋଟେ ଡାଇଲଗ ମୁଁ 3ଟି ଯାତ୍ରା ପାଠରୁ ଗୋଟେ ଡାଇଲଗ 3ଟି ଯାତ୍ରା ପାଠରୁ ମୁଁ ଶୁଣି ସାରିଛି। ଆପଣ ମାନଙ୍କୁ ସେଇ ଡାଇଲଗ ପଦେ ଶୁଣୁଛି, ଶୁଣିବେ। ଏଇ ଡାଇଲଗ ପ୍ରଥମ ଆମର ହିରୋ ସୁରେଶ ପଣ୍ଡା ଇଏ କରିଥିଲେ, ତାପରେ ଏଇଟା ଆମର ହାପି କର ବି এই ডায়লগ প্রেজেন্ট করছেন। এই ডায়লগ মু জানি 3 থর প্রেজেন্ট হয়েছি। সে ডায়লগটি হচ্ছে বেশ্যা কোঠিরে নুয়া করি না লেখিথিবা ঝিওটার মার্কেটরে বহু চাহিদা থাকে। লক্ষপতি কোটিপতি শিল্পপতি মানকর ভিড় জমি থাকে। এই ডায়লগটা খালি জস্ট 19-20 ফরক হইকি মানে প্রেজেন্ট করা যাଉଛି, দর্শক মানকু দেখা যাଉଛି। সঞ্জয় ঘোল যে কথা কইছন্তি ভুল কথা কইনাନ୍ତି, একদম ঠিক কথা কইছন্তি। এথর আপন মানে কোন্তু আর মত বি রখন্তু। মু যোটা কইলি গোটে নাটকরে গোটে ডায়লগ 2টা 3টা পাটরে সে ডায়লগ আমি শুনিছে। গোটে পাটরে নাটক একর সকর করি সব করুଛନ୍ତି।
संजय किसी भूल करना आपण हिसाब से संजय ठीक कहते भूल कहते निहाती मत रखिए सतरे एठी जी मुह खोलिला से 4-5 रु गला कथार अच्छी ये कलिजुग भाई मिछ पाखे सत बंदा पड़ी वीडियो शेष बसला किंतु एपर्तंत आपणकर गोटे लाइक आसनी दयाकर लाइक कर दिंतु भूली जी निहाती मतामत देवे संजय बल जो कथा कहते ठीक कहते कि भूल कहते निहाती यापर दीपद लेखक अनुरोध जदि नुआ कर वीडियो देखते ताहले रॉकेशन यूट्यूब चैनल को सब्सक्राइब कर रखंतु जदि फेसबुक रे देखते ताल फेसबुक आईडी राजेंद्र भाई फॉलो कर रखंतु भल कमेंट देले जय जगन्नाथ जदि आपण खराब कमेंट दियंतु फिर भी जय जगन्नाथ आशा करछ आपण माने समस्ते भल थिबे आ सुस्थ भी थिबे जय जगन्नाथ।